ଦୃଷ୍ଟିବାଧିତ ମଙ୍ଗୁଳିଙ୍କୁ ତାଙ୍କର ଦାନବୀର କାର୍ଯ୍ୟ ପାଇଁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ। ସମୟ ସ୍ରୋତରେ ମଙ୍ଗୁଳି ବସନ୍ତିଆ ଦୃଷ୍ଟିହୀନ, ମନ ତାଙ୍କର ଦାନବୀର। ସେ ମହାକାଳପଡ଼ା ଅଞ୍ଚଳର ବିଜୟନଗର ନିକଟସ୍ଥ ବଢ଼ି ଗ୍ରାମରେ ଏକ ଛୋଟିଆ କୁଡ଼ିଆ ଘରେ ବସବାସ କରନ୍ତି। ଘରଟି ଚାଳ ଛପର ମଧ୍ୟରେ ପାଲ ପଡ଼ିଛି। ମଙ୍ଗୁଳିଙ୍କ ନିତିଦିନିଆ କର୍ମ ହେଉଛି ବିଭିନ୍ନ ସ୍ଥାନରେ ଥିବା ମଠ ଓ ମନ୍ଦିରକୁ ଯାଇ ଭଜନ ଗାଇ ଭିକ୍ଷା କରିବା। ଏଥିରୁ ଯାହା ରୋଜଗାର ହୁଏ ସେ ଚଳିବା ପାଇଁ ରଖି ସେହି ମନ୍ଦିରରେ ଦାନ କରିଦେଇଥାନ୍ତି। ତାଙ୍କର କିଛି ଗଚ୍ଛିତ ଅର୍ଥରେ ସେ ହର ପାର୍ବତୀ ମନ୍ଦିରରେ ପ୍ରସାଦ ଦାନ ଦେଇଥିଲେ। ମନ୍ଦିର ପୂଜକଙ୍କ କଥା ଅନୁସାରେ ଏହି କର୍ମ ମଙ୍ଗୁଳି 30,000 ଟଙ୍କା ପ୍ରଦାନ କରିଥିଲେ। ଏହିପରି ଜାଗୁଳାଇ ମନ୍ଦିରର କାର୍ଯ୍ୟ ପାଇଁ ମଧ୍ୟ ସେ 10,000 ଦାନ କରିଛନ୍ତି। ସେ ଜଗନ୍ନାଥଙ୍କ ଭଜନ ଜଣାଣ ଗାଇଥାନ୍ତି। ମଙ୍ଗୁଳି ବସନ୍ତିଆଙ୍କ ଏହିପରି ଦାନ ଧର୍ମ କାର୍ଯ୍ୟ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାର ପାଇଁ ପୋଷାକ ସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ସେ ଜଗନ୍ନାଥ ପ୍ରେମୀ ହୋଇଥିବାରୁ ତାଙ୍କୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦାନ କରାଯାଇଛି। ମଙ୍ଗୁଳିଙ୍କ ଭାଷାରେ ଲୋକମାନେ ଦେଇଥିବା ଦାନର ଅର୍ଥ ପ୍ରଭୁଙ୍କ ହୁଣ୍ଡିକୁ ଗଲେ ଦାତାଙ୍କର ପୁଣ୍ୟ ଅମର ବି ପୁଣ୍ୟ। ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗୀ ବ୍ୟକ୍ତିଗଣ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଟ୍ରଷ୍ଟର ଉପଦେଷ୍ଟା ବିଷ୍ଣୁଚରଣ ମହାପାତ୍ର, ଟ୍ରଷ୍ଟର କର୍ମକର୍ତ୍ତା ଅନୁଗୋଳ କଣିହାର, ଇଞ୍ଜିନିୟର ପ୍ରଶାନ୍ତ କୁମାର ଦାସ, କାଳନ୍ଦୀ ମଲ୍ଲିକ ଓ ତୋଫାନ ଚନ୍ଦ୍ର ସାହୁ। ଜିଲ୍ଲା ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ସ୍ୱତନ୍ତ୍ର ଟିଭି।